ଏଇଟା କିନ୍ତୁ ଦେହ ପାଇଁ ବହୁତ ଭଲ। ଗୁଣ୍ଡ ମାଛ, ମହୁରାଳି ମାଛ। ହ୍ୟାଲୋ ଫ୍ରେଣ୍ଡସ୍, ଦେଖନ୍ତୁ ଆଜି ମହୁରାଳି ମାଛ ଏବଂ ଏଇଟା କ'ଣ ରୋହି, ରୋହି ମାଛ। ରୋହିଟା ପୁରା ହେଇଛି ପୁରା ଏତେ ବଡ଼ ବଡ଼ ଭାକୁର ମାଛ ଭଳିଆ ଦେଖାଯାଉଛି। ଆଉ ଇଏ ହେଉଛି ଖଙ୍ଗା ମାଛ, ଖଙ୍ଗା ଖଙ୍ଗା ମାଛଟା କିନ୍ତୁ ନିଆରା, ଟେଷ୍ଟ ବି ଅଲଗା। ଏ ତିନି ପ୍ରକାର ମାଛ ଆଜି ରୋଷେଇ ହେବ। ସେଇଟା ହେଉଛି 2.5 କେଜି, ଏଇଟା ହେଉଛି 1.5 କେଜି, ଇଏ ହେଉଛି କେତେ 700 ଖଣ୍ଡେ ହେବ ଆଉ। ରୋଷେଇ ହେଉଛି ଏବଂ ଚୁଲି ମୁଣ୍ଡରେ ରୋଷେଇ କରୁଛନ୍ତି ଆମ ଘରଣୀ। ଦେଖନ୍ତୁ ସେଇଠି ପୁରା ଆଜି ଚୁଲିରେ ରୋଷେଇ ହେବ ସବୁ। ତମେ କେଉଁଟା ଫାଷ୍ଟ ରୋଷେଇ କରିବ? ଏଇଟା ଭାଜିବ? ନିଅ ନିଅ, ଧର ଧର। ଚୁଲିରେ ରୋଷେଇ, ଗୁଣ୍ଡ ମାଛ ଭଜା ହିଁ ଖାଲି ଖିଆ ହେବ। ଇଏ ଆଉ ମାନେ ଝୋଳ କଲେ ଇଏ ଭଲ ଲାଗିବନି, କେବଳ ଭଜା ତା ସାଙ୍ଗକୁ ପିଆଜ ଟିକେ ଲଗେଇ ଭିଡ଼ା ହେବ ଆଜି ଆଉ।